ତଳେ ବସିଛନ୍ତି ଏ ପବିତ୍ର ଆତ୍ମା ରୂପେ ଈଶ୍ୱର ତୁମର କଥା ଯାହା ତୁମେ ଚିନ୍ତା କରିଛ ମୋର ମୁଖ ମଧ୍ୟରେ ତୁମେ ତାକୁ ପ୍ରକାଶ କର। ଯୀଶୁଙ୍କ ନାମରେ ମାଗିଲି ଶୁଣ, ଗ୍ରହଣ କର। ଆମେନ୍। ଆମେ ସମସ୍ତେ ଜାଣିଛୁ ଯେତେବେଳେ ଆମେ ଖ୍ରୀଷ୍ଟୀୟ ପରିବାର ଭୁକ୍ତ ସମସ୍ତଙ୍କ ମନରେ ଆମମାନଙ୍କର ଅଛି ଯେ ଗୋଟେ ଅଦୃଶ୍ୟ ରାଜ୍ୟ, ଏଟା ତ ଦୃଶ୍ୟ ରାଜ୍ୟ, ମୁଁ ସମସ୍ତଙ୍କୁ ଆପଣମାନଙ୍କୁ ଦେଖିପାରୁଛି, ଆପଣମାନେ ମତେ ଦେଖିପାରୁଛନ୍ତି, ଏଟା ଦୃଶ୍ୟ ରାଜ୍ୟ। ଗୋଟେ ଅଦୃଶ୍ୟ ରାଜ୍ୟ ଅଛି ଯୋଉ ରାଜ୍ୟରେ ଶୈତାନର କିଙ୍ଗଡମ ଅଛି, ଈଶ୍ୱରଙ୍କର କିଙ୍ଗଡମ ବି ଅଛି। ଆଜି ତା ଉପରେ ଆମେ କିଛି ସମୟ ଚିନ୍ତା କରିବା ଆଉ ପ୍ରଭୁ ଯାହା ଆମମାନଙ୍କୁ ସେ ବାକ୍ୟ ଦେବେ ତାକୁ ଗ୍ରହଣ କରିବା। ଆସନ୍ତୁ ପ୍ରଥମେ ବାହାର କରିବା ମାଥ୍ୟୁ 12 ପର୍ବ, ମାଥ୍ୟୁ ଲିଖିତ ସୁସମାଚାର ତାର 12 ପର୍ବର ତ ବଡ ପଦଟା, କିନ୍ତୁ ମୁଁ ଚାହିଁବି କେବଳ 26 12 ପର୍ବର 26 ଆଉ 28 ପଢିବା ପାଇଁ। ମାଥ୍ୟୁ 12 ପର୍ବର 26 ଆଉ 28। ଆଉ ଶୈତାନ ଯଦି ଶୈତାନକୁ ଛଡ଼ାଏ ତାହା ହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ତାହାର ରାଜ୍ୟ କି ପ୍ରକାରେ ସ୍ଥିର ହୋଇ ରହିବ? କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି। ଆମେନ୍। এই ଘଟଣାଟି ଘଟିବା ଆଗରୁ ତାର ବ୍ୟାକଗ୍ରାଉଣ୍ଡଟା ମୁଁ ଖାଲି ଚୁମ୍ବକରେ କହିଦଉଛି। ଗୋଟେ ଭୂତଗ୍ରସ୍ତ ଲୋକ ଯିଏକି ଅନ୍ଧ ବି ଥିଲା, ଖୁଙ୍ଗା ବି ଥିଲା, ଆଉ ସେଇ ଲୋକଟିକୁ ଅଣାଗଲା ଯୀଶୁଙ୍କ ପାଖକୁ। ଯୀଶୁ ତାହାକୁ ସୁସ୍ଥ କଲେ ଆଉ ସେ ଘୁଙ୍ଗା ଲୋକଟା କଥା କହିଲା। କିନ୍ତୁ ଲୋକ ସମସ୍ତ ଭିତରେ ଗୋଟେ ମିକ୍ସଡ ପ୍ରତିକ୍ରିୟା ଆରମ୍ଭ ହେଲା। କେତେ ଲୋକ ଭାବିଲେ କିଭଳି ଏଟା ହେଇପାରିଲା, ଆଉ କିଭଳି ଭାବରେ ଆଉ କେତେ ଜଣ ଭାବିଲେ ଯେ ଏଟା ଭୂତ ଦ୍ୱାରା ଏଟା ସମ୍ଭବ ହେଲା। ସେମାନେ ଭୂତ କହନ୍ତି ବାଲଜିବୁଲ ବା ଶୈତାନର, ତାଙ୍କ ସେଇ ସମୟର ନାଁ ଥିଲା ବାଲଜିବୁଲ। ଏ ବାଲଜିବୁଲ ଦ୍ୱାରା ଏଟା ସମ୍ଭବ ହେଇପାରିଲା। ତେଣୁ ସବୁଠୁ ଇଣ୍ଟରେଷ୍ଟିଂ ବିଷୟ ହଉଛି 25 ପଦରେ ଯୋଉଟା ଲେଖାଯାଏ, ପଢନି ଝିଅ, ମୁଁ ପଢି ଦଉଛି। କିନ୍ତୁ ଯୀଶୁ ସେମାନଙ୍କର ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, ସେମାନେ ପ୍ରକାଶ କରିନାହାନ୍ତି, ସର୍ବ ସାକ୍ଷାତରେ କଥାବାର୍ତ୍ତା ବି କରିନାହାନ୍ତି, ମନରେ ମନରେ ଚିନ୍ତା କରିଛନ୍ତି। ଆଉ ସେ ଚିନ୍ତା କରିବାଟାକୁ ଯୀଶୁଙ୍କ ପାଖରେ ସେନ୍ସରଟା ଏତେ ପାୱାରଫୁଲ, ସେ ସେନ୍ସର ଦ୍ୱାରା ସେମାନଙ୍କ ଚିନ୍ତାଟାକୁ ବୁଝି ପକେଇଲେ। ବୁଝି ପକେଇକିରି ତାଙ୍କୁ ଉତ୍ତର ଦଉଛନ୍ତି। ଏଇ ଉତ୍ତର ଦେବା ପାଇଁକା ମୁଁ ଯୋଉ 2ଟି ପଦକୁ ମନୋନୟନ କରିଛି ବା ସିଲେକ୍ଟ କରିଛି, ସେଟା ହଉଛି 26 ପଦ। ଏ 26 ପଦର ଶେଷ ସେଣ୍ଟେନ୍ସଟା ହଉଛି ତେବେ ତାହାର ରାଜ୍ୟ। ତାହାର ରାଜ୍ୟ କହିଲେ ଶୈତାନକୁ ବୁଝଉଛି, ଏଟା କ୍ଲିୟର ଜଣା ପଡିଯାଉଛି। ତାହେଲେ ଶୈତାନରେ ଗୋଟେ ରାଜ୍ୟ ଅଛି। ଦ୍ୱିତୀୟଟା ଆମେ ସିଲେକ୍ଟ କରୁଛୁ 28 ପଦ। ସେଠି ଯୀଶୁ ସେଇ କଥାଟା ଯୀଶୁ ବି କହୁଛନ୍ତି, କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ୱରଙ୍କ ରାଜ୍ୟ ତୁମମାନଙ୍କ ନିକଟରେ ଉପସ୍ଥିତ ହେଲାଣି। ସେଠି କହିଲେ ଶୈତାନର ରାଜ୍ୟ, ଯୀଶୁ ଏଠି କହିଲେ ଈଶ୍ୱରଙ୍କ ରାଜ୍ୟ। ତାମାନେ 2ଟା କିଙ୍ଗଡମ ଅଛି ଅଦୃଶ୍ୟ ଭାବରେ, ଇନଭିଜିବଲ ୱାର୍ଲଡରେ। ଆମେ ଜାଣିଛୁ ଯେତେବେଳେ ଏଇ ଆକାଶର ନକ୍ଷତ୍ର, ତାରା, ସୂର୍ଯ୍ୟ, ଚନ୍ଦ୍ର ସବୁ ଦେଖୁ, ଏଇଟା ଗୋଟେ ହଉଛି ସ୍ତର, ତା ଉପରେ ଗୋଟେ ସ୍ତର, ଯୋଉ ସ୍ତରରେ ଏଇ ଶୈତାନିକ ଶକ୍ତି ମାନେ ବିଚରଣ କରନ୍ତି ଆଉ ସେଠାରେ ତାଙ୍କ ରାଜ୍ୟର ସମସ୍ତ ସଲା ମସୁରା, ତାଙ୍କର ପ୍ଲାନିଂ, କୋଅର୍ଡିନେସନ, ତାଙ୍କର ଆଟାକ୍ ସବୁ କିଛି ସେଇଠି ବନା ହୁଏ ବା ସେଟା ତାଙ୍କର ଜାଗା। ଏଇଟା ଆମେ ଜାଣିପାରୁଛୁ। ବାହାର କରନ୍ତୁ ଦାନିଏଲ ପୁସ୍ତକ ତାର 10 ପର୍ବ।
ଏଠି ଆମେ ଦେଖୁଛୁ ଯେ ଡାନିଏଲ ସେ ଗୋଟେ ଈଶ୍ୱରଙ୍କର ଭକ୍ତ ଦାସ ଥିଲେ। ଆଉ ପ୍ରାର୍ଥନାରେ ସେ ବେଶୀ ସମୟ କଟାଉଥିଲେ। ମନ୍ଦିର ସେଠି ପାଖରେ ନଥିଲା, କାରଣ ସେ ବନ୍ଦୀ ହୋଇକିରି ଆଉ ଗୋଟେ ରାଜ୍ୟରେ ସେ ଥିଲେ। କିନ୍ତୁ ତାଙ୍କର ଯୋଉ ଭକ୍ତି, ତାଙ୍କର ଯୋଉ ପ୍ରାର୍ଥନାର ଜୀବନ ଏତେ ବଳିଷ୍ଠ ଥିଲା, ଏତେ ଷ୍ଟ୍ରଙ୍ଗ ଥିଲା, ପ୍ରଭୁ ତାଙ୍କୁ ବହୁତ ଉଚ୍ଚତର ସୋପାନକୁ ନେଲେ। ଆଉ ବାଇବେଲ ସ୍କଲାର ମାନେ କହନ୍ତି ସେ ସମ୍ପୂର୍ଣ୍ଣ ସେ ଯୋଉ ରାଜ୍ୟର ଉଚ୍ଚ, ଯୋଉଟାକି ଆମର ଏଠି ଚିଫ ସେକ୍ରେଟାରୀ ହବ କି ଆଉ କୋଉ ଲେଭେଲ ହବ, ସେଇ ପର୍ଯ୍ୟନ୍ତ ସେ ଉଠିକି ଯାଇଥିଲେ। ଆଉ ସେ ଟୋଟାଲ ଯୋଉ ରିଟାୟାରମେଣ୍ଟର ବର୍ଷ ତାକୁ କମ୍ପ୍ଲିଟ କରିଥିଲେ। ଏଠି ଇଣ୍ଡିଆରେ ତ 60 ଇୟର୍ସ, ଭିନ୍ନ ଭିନ୍ନ ଷ୍ଟେଟରେ ଭିନ୍ନ ଭିନ୍ନ ଅଛି, କିନ୍ତୁ ପ୍ରାୟ ଆପାତତଃ ହଉଛି 60 ବର୍ଷ। ତାଙ୍କର ଏଇ ଯୋଉ ସମୟ ଭିତରେ ଆଡମିନିଷ୍ଟ୍ରେସନ କାମ ଏବଂ ଈଶ୍ୱରଙ୍କ ପ୍ରତି ଯୋଉ ପ୍ରାର୍ଥନାର ସମୟ, ତା ଭିତରେ ସେ ଗୋଟେ ପୃଥକ ରଖିଥିଲେ। ମାନେ ସେଥିରେ କିଛି କନଫ୍ୟୁଜନ ନଥିଲା। ଈଶ୍ୱରଙ୍କ ପ୍ରତି ତାଙ୍କର ଯୋଉ ଭକ୍ତି ଥିଲା, ଯୋଉ ପ୍ରାର୍ଥନାରେ ଯୋଉ ଶକ୍ତି ଥିଲା, ସେଟା ବି ଆମେ ଦେଖିପାରୁଛୁ। ଆଉ ସେ ସରକାରର କାର୍ଯ୍ୟକଳାପକୁ ସେ ସୁନ୍ଦର ଭାବରେ ପରିଚାଳନା କରୁଥିଲେ, ଯାହାଫଳରେ ରାଜା ବି ସନ୍ତୁଷ୍ଟ ହଉଥିଲେ। ଖାଲି ସେତିକି ନୁହେଁ, ରାଜା ମଧ୍ୟ ତାଙ୍କର ରିକ୍ୱେଷ୍ଟ ଅନୁସାରେ ସେ ସଦ୍ରକ ମୈସାକ ଅବଦେନେଗୋ ମଧ୍ୟ କିଛି କିଛି ଚାକିରି ଦେଇଥିଲେ। ସେଟା ଆଜି ଆମର ଟପିକ ନୁହେଁ। ଟପିକ ହଉଛି ସେ 21 ଦିନ ପ୍ରାର୍ଥନା କରିଛନ୍ତି। ତାଙ୍କର ପ୍ରାର୍ଥନାର ଉତ୍ତର ନେଇକିରି ଦୂତ ଆସିଛନ୍ତି, କିନ୍ତୁ ଦୂତଙ୍କୁ ବାଟରେ ବା ଆକାଶର ସେ ଯୋଉ ମଧ୍ୟ ଭାଗରେ ଶୈତାନ ରାଜ୍ୟ ସେଠି କାର୍ଯ୍ୟ କରେ, ସେଠି ସେମାନେ ତାକୁ ଅବରୋଧ କରିଛନ୍ତି। ଯାହାଫଳରେ ସେ ମିଖାଏଲଙ୍କୁ ଡାକିଲେ। ମିଖାଏଲଙ୍କୁ ବାଇବେଲ ସ୍କଲାର ମାନେ କହନ୍ତି ଯେ ଇସ୍ରାଏଲର ପାଇଁକା ସେ ପ୍ରଭୁ ତାଙ୍କୁ ମନୋନୀତ କରିଥିଲେ, ମିଖାଏଲ ଏଞ୍ଜେଲକୁ। ଆଉ ଯୁଆଡେ ଯେତେବେଳେ ଇସ୍ରାଏଲ ଲୋକ ଯୁଦ୍ଧ କରିବାକୁ ଯାଆନ୍ତି, ମିଖାଏଲ ମଧ୍ୟ ତାଙ୍କର ସହବର୍ତ୍ତୀ ହୁଅନ୍ତି। ଏଟା ବାଇବେଲ ସ୍କଲାର ମାନେ କହନ୍ତି। ଏଠି ମିଖାଏଲ ଆସୁଛନ୍ତି, ଆଉ ସେ ଯୁଦ୍ଧ କଲା ପରେ ଏଇ ଯୋଉ ଦୂତ ଉତ୍ତର ନେଇକି ଆସିଥିଲେ, ସେ ବାଟ ପାଇଛନ୍ତି, ରିଲିଜ ହେଇଛନ୍ତି, ବା ସେ ଶୈତାନର ଯୋଉ ଅଧିପତି କର୍ତ୍ତୃପକ୍ଷ ମାନଙ୍କ ଦ୍ଵାରା ସେ ରକ୍ଷା ପାଇକିରି ସେ ଆସିକି ପହଞ୍ଚନ୍ତି କୋଉଠି? ଦାନିଏଲ ପାଖରେ। ଏଟା କହିବା ପରେ ହଉଛି ମୋର ଉଦ୍ଦେଶ୍ୟ ହଉଛି ଏଇ ଜାଗା ଗୁଡିକରୁ ଆମେ ଜାଣିପାରୁଛୁ ଶୈତାନର କାର୍ଯ୍ୟକଳାପ ବିଷୟରେ, ତାର ରାଜ୍ୟ ବିଷୟରେ, ତାର ଯୋଉ ପ୍ଲାନିଂ ଆଣ୍ଡ କୋଅର୍ଡିନେସନ ସବୁ ଅଛି, ସେ ବିଷୟରେ ଏଫିସି 6 ପର୍ବରେ ଆମେ ଦେଖୁଛୁ। ଟିକେ ପଢିଦେବା। ଏଫିସି 6 ପର୍ବର 12 ପଦରେ, କାରଣ ଆମମାନଙ୍କର ଯୁଦ୍ଧ ମର୍ତ୍ତ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, ମାନେ ଅଧିପତି ମାନେ ଅଛନ୍ତି ତାଙ୍କ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, କିଛି ଅଥରିଟିସ୍ ମଧ୍ୟ ଅଛନ୍ତି, ପୁଣି ଅନ୍ଧକାରର ଜଗତପତି ମାନଙ୍କ ମଧ୍ୟରେ ବିରୁଦ୍ଧରେ, ଓ ଆକାଶ ମଣ୍ଡଳର ଦୁଷ୍ଟାତ୍ମା ମାନଙ୍କ ବିରୁଦ୍ଧରେ। ଆମର ଭିନ୍ନ ଭିନ୍ନ ଗ୍ରୁପ ସବୁ ଅଛି ଶୈତାନ। ଏକରେ ପ୍ରଥମେ ଆମେ କଣ ଦେଖିଲୁ? ତାର ଅଧିପତି ମାନେ ସବୁ ଅଛନ୍ତି। ଏବଂ ଦାନିଏଲକୁ ଯେତେବେଳେ ମିଶେଇକି ଆମେ ଦେଖୁଛୁ, ସେତେବେଳେ ସେ ଦୂତ କହୁଛନ୍ତି ମୁଁ ଯେତେବେଳେ ଫେରି ଯାଉଛି, ସେତେବେଳେ ସେ ପାରସ୍ୟର ଅଧିପତି ଆସିବ। ତାମାନେ ହଉଛି ଯେତେବେଳେ ଆମେ ଏଫିସିକୁ ଆଉ ସେଇଟାକୁ ମିଶେଇକି ଦେଖିବା, ତାଙ୍କର ଏରିଆ ଅନୁସାରେ ଈଶ୍ୱର ହଉଛନ୍ତି ଓମନିପୋଟେଣ୍ଟ, ଓମନିସେଣ୍ଟ, ଓମନିପ୍ରେଜେଣ୍ଟ। କିନ୍ତୁ ଶୈତାନ ଓମନିପ୍ରେଜେଣ୍ଟ ନୁହେଁ। ଅର୍ଥାତ୍ ବର୍ତ୍ତମାନ ଆମେ ଈଶ୍ୱରଙ୍କ ଉପସ୍ଥିତିକୁ ଏଇଟା ଉପଲବ୍ଧି କରୁଛୁ,
ନବରଙ୍ଗପୁର ଆପଣମାନେ ଉପଲବ୍ଧି କରୁଛନ୍ତି, ଭୁବନେଶ୍ୱରରେ ମୁଁ ଉପଲବ୍ଧି କରୁଛି, କଟକରେ କିଏ, ପୃଥିବୀର ଯେକୌଣସି ପ୍ରାନ୍ତରେ ଥିଲେ ମଧ୍ୟ ସବୁ ଜାଗାରେ ଈଶ୍ୱରଙ୍କ ଉପସ୍ଥିତି ଅଛି। ଶୈତାନ ସେଇ ରକମ ନାହିଁ। ସେମାନଙ୍କୁ ଏରିଆ ବଣ୍ଟା ହେଇଛି, ଯାହାକି ଆମେ ଦାନିଏଲ ପୁସ୍ତକରେ ଦେଖୁଛୁ। ଏବଂ ଏଫିସି ଯେତେବେଳେ ମିଶେଇକି ଦିଟା ଯାକ ତାକୁ ଷ୍ଟଡି କରୁଛୁ, ଆମେ ଦେଖୁଛୁ ସେମାନଙ୍କର ଅଧିପତି ଅଛନ୍ତି, ଜଗତପତି ଅଛି, ଅନ୍ଧକାରର ଯୋଉ ଡେମୋନିକ ଏଞ୍ଜେଲ୍ସ ମାନେ ଅଛନ୍ତି, ସମସ୍ତଙ୍କର କାର୍ଯ୍ୟ ପୁଣି ଭିନ୍ନ ଭିନ୍ନ। ଆଉ ଏରିଆ ୱାଇଜ ସେ ଦୂତ ପୁଣି କହୁଛନ୍ତି, ମୁଁ ଗଲା ବେଳକୁ ପାରସ୍ୟର ଅଧିପତି ଆସିବ, ତା ସାଙ୍ଗେ ମତେ ଯୁଦ୍ଧ କରିବାକୁ ପଡିବ। ଅର୍ଥାତ୍ ଗୋଟେ ବଡ ଜାଗାକୁ ବା ସିଟିକୁ ଯୋଉଠି ଲୋକ ରହିଛନ୍ତି, ସେମାନେ ସେଇଠୁ ଉପରୁ ତାକୁ ଜାଗା ଭିନ୍ନ ଭିନ୍ନ କରିକିରି ସେମାନେ ବାଣ୍ଟି ଦିଅନ୍ତି। ତୁ ଏଇ ପୋର୍ସନର, ସେ ଏଇ ପୋର୍ସନର, ସେ ଏଇ ପୋର୍ସନର, ସେ ଏଇ ପୋର୍ସନର, ସମସ୍ତଙ୍କର ଜାଗା ଅଲଗା ଅଲଗା। ଏବଂ ଡେମୋନିକ ପାୱାର ସେମାନେ ପୃଥିବୀର ସେ ଯୋଉ ଆକାଶର ଯୋଉ ସ୍ପିୟରରେ ସେମାନେ ଗତି କରନ୍ତି। ଜଣେ ଏବେ ତ ସେ ପ୍ରଭୁଙ୍କର ଦାସୀ, କିନ୍ତୁ ଆଗରୁ ନଥିଲେ, ସେ ଥିଲେ ସାଟାନିକ ମୁଭମେଣ୍ଟ ବା ଡେମୋନିକ ମୁଭମେଣ୍ଟ ଗୋଟେ ଅଛି। ସେଥିରେ ବହୁତ ଶୀଘ୍ର ସେମାନେ ୟଙ୍ଗ ପିଲାମାନଙ୍କୁ ଫସେଇ ଦିଅନ୍ତି। ଆଉ ସେ ଯୋଉ ପ୍ଲାନଚେଣ୍ଟ, ସେ ବହୁତ ରକମର, ଆଉ ତାର ପାଇଁ ବହୁତ ଖେଳ ବି ଅଛି, ସେଥିରେ କରିକି ସେମାନେ ଆକର୍ଷଣ କରିଦିଅନ୍ତି ସେ ଶୈତାନିକ ଶକ୍ତି ପାଖକୁ। ଇଭିନ୍ ସେମାନଙ୍କର ମଧ୍ୟ ଅଛି ଉପବାସ ପ୍ରାର୍ଥନା, ସଫା ପୋଷାକ ପିନ୍ଧିକିରି ସେମାନେ ଏକତ୍ର ହୋଇକିରି ସେ ଶୈତାନ ପାଇଁକା ପ୍ରାର୍ଥନା କରନ୍ତି। ଛାଡ଼ନ୍ତୁ, ଆମେ ଆଜି ସେ ବିଷୟରେ ଡିସ୍କସନ କରୁନୁ। ଡିସ୍କସନ ଏଇଥିପାଇଁ କରୁଛୁ ଯେ ସେମାନଙ୍କର ଯୋଉ କାର୍ଯ୍ୟକଳାପ ଗୁଡିକ ଆମମାନଙ୍କ ପାଇଁକା ବଡ ବିପଦଜନକ, ଯୋଉଟାକି ଆମେ ଦେଖୁଛୁ ପ୍ରକାଶିତ ପୁସ୍ତକ ତାର 12 ପଦରେ। ପ୍ରକାଶିତ ପୁସ୍ତକ ତାର 12 ପର୍ବରେ ଅଛି। ସେଥିରେ ଲେଖା ହେଇଛି 11 ପଦରେ, ଯେ ଦିବାରାତ୍ର ସେମାନଙ୍କ ବିରୁଦ୍ଧରେ ଆମମାନଙ୍କ ଈଶ୍ୱରଙ୍କର ଛାମୁରେ ଅଭିଯୋଗ କରୁଥିଲା। ବହୁତ ହସ୍ପିଟାଲ ପାଖରେ ଦେଖିବେ ମେଡିସିନ ଦୋକାନ, ସେଥିରେ ଲେଖା ହେଇଥିବ ଡେ ଆଣ୍ଡ ନାଇଟ୍। ଅର୍ଥାତ୍ ରାତିରେ ଯଦି କୌଣସି ପେସେଣ୍ଟର ଔଷଧ ଦରକାର ପଡ଼ିଲା, ସେଟା ଖୋଲା ରହିଛି, ପାଇପାରିବେ, ଆଉ ଦିନ ବେଳେ ତ ଯେମିତି ପାଇପାରିବେ। ଏଠି ଆମେ ଦେଖୁଛୁ ଶୈତାନର କାର୍ଯ୍ୟ ହଉଛି ଡେ ଆଣ୍ଡ ନାଇଟ୍, ଦିବା ରାତ୍ର। ତାର କଣ କାମ? ଅଭିଯୋଗ କରିବା କାମ। ଆଚ୍ଛା, ଆପଣ ମାନଙ୍କର ମନେ ପଡୁଛି କାହା ବିରୁଦ୍ଧରେ ସେ ଏକ ଅଭିଯୋଗ କରିଥିଲା? କିଏ କହିପାରିବେ? ଶୈତାନ କୋଉ ଈଶ୍ୱରଙ୍କ ଦାସ ବିରୁଦ୍ଧରେ ଈଶ୍ୱରଙ୍କ ପାଖରେ ଅଭିଯୋଗ କରିଥିଲା? କିଏ ଜଣେ କୁହନ୍ତୁ। ଆୟୁବ। ଥ୍ୟାଙ୍କ ୟୁ ଭଉଣୀ, ଗଡ୍ ବ୍ଲେସ୍ ୟୁ। ଈଶ୍ୱରଙ୍କର ପାଖରେ ଆମ ବିଷୟରେ ଅଭିଯୋଗ କରିବା ବ୍ୟକ୍ତି ହଉଛି ଶୈତାନ। ଅର୍ଥାତ୍ ଭଲକି ମନ ଦେଇ ଶୁଣନ୍ତୁ, ସେ ସମସ୍ତଙ୍କୁ ଭଲ ଭାବରେ ତନ୍ନ ତନ୍ନ କରିକିରି ବିଚାର କରିକି ଜାଣିଛି କିଏ କଣ। କୋଉଠି ଲେଖା ହେଇଛି? ଆମମାନଙ୍କ ବିଷୟରେ ତାର ବଢିଆ ଜ୍ଞାନ ଅଛି। ବାଇବଲର କୋଉଠି ଲେଖା ହେଇଛି? ଆଉ ଗୋଟେ କ୍ଲୁ ଦଉଛି ନୂତନ ନିୟମରେ, ଆଉ ଗୋଟେ କ୍ଲୁ ଦଉଛି ପ୍ରେରିତରେ, ହେଲାନି? ହଉ, ପ୍ରେରିତ 19 ପର୍ବରେ ଲେଖା ହେଇଛି, ସ୍କେବା ନାମକ ଏକ ଗୋଟେ ଜିହୁଦୀ ଲୋକର 7ଟା ପୁତ୍ର ଥିଲେ। ତାକୁ ଭାରି ମଜା ଲାଗିଲା ଯେ ଯୀଶୁଙ୍କ ନାମରେ ରୋଗ ସୁସ୍ଥ କରିବା ପାଇଁ ଆଉ ସେ ଭୂତ ଛଡେଇବା ପାଇଁ ଆରମ୍ଭ କରିଦେଇଛନ୍ତି। ଗୋଟେ ଭୂତ ସାଙ୍ଗରେ ଯେତେବେଳେ ତାଙ୍କର ଇଣ୍ଟରାକ୍ସନ ଆରମ୍ଭ ହେଇଗଲା, ଭୂତ କହିଲା, ମୁଁ ତ ଜାଣିଛି ଯୀଶୁ କିଏ, ମୁଁ ଜାଣିଛି ପାଉଲ କିଏ, ତମାନେ କିଏ। ଅର୍ଥାତ୍ ସେଟା ତ ଆମର ଆଜି ସବଜେକ୍ଟ ନୁହେଁ,
ଅର୍ଥାତ୍ ସେ ସମସ୍ତଙ୍କୁ ଜାଣିଛି କିଏ କୋଉ ଟାଇପର ବିଶ୍ୱାସରେ ତାର ସ୍ଥିରତା ଅଛି। ଯୀଶୁ ଯୋଉ ଯୋଉ ଜାଗାକୁ ଯାଇଛନ୍ତି, ଚିନ୍ତା କରନ୍ତୁ, ମନେ ପକାନ୍ତୁ, ସେମାନେ ଆଗରୁ ଚିହ୍ନି ପକାନ୍ତି ଯେ ପରାତ୍ପର ଈଶ୍ୱରଙ୍କର ସନ୍ତାନ, ତମ ସାଙ୍ଗରେ ମୋର କି ସମ୍ପର୍କ। ତାଙ୍କର ଗୋଟେ ଗୁଣ ଅଛି, ଯୋଉମାନେ ପ୍ରକୃତରେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେବା କରନ୍ତି, ନିର୍ଦ୍ଦୋଷ ଜୀବନ ଯାପନ କରନ୍ତି, ସେମାନଙ୍କ ବିଷୟରେ ସେମାନେ ଭାରି ଜାଣିଛନ୍ତି। ଆମେ ବାଇବଲର ଟିକେ ଅଂଶରୁ ଆମେ ଟିକେ ଦେଖିବା। ବର୍ତ୍ତମାନ ଆମେ ଯିବା କୋଉଠକୁ? ପାଉଲଙ୍କ ପାଖକୁ ଯିବା। ଆମେ ପ୍ରଥମେ ଦେଖିଲୁ ଯେ ଦୁଇଟା କିଙ୍ଗଡମ ଅଛି, ଗୋଟେ ଶୈତାନର କିଙ୍ଗଡମ, ଗୋଟେ ଈଶ୍ୱରଙ୍କ କିଙ୍ଗଡମ। ବର୍ତ୍ତମାନ ଦେଖିବା ସେ କିଙ୍ଗଡମ କୋଉ କୋଉ ଜାଗାରେ କିଏ କେମିତି ଭାବରେ ତାକୁ ଚଳାଏ। ବର୍ତ୍ତମାନ ଆମେ ଆସିବା ଦ୍ୱିତୀୟ କରନ୍ଥୀ ତାର 12 ପର୍ବ 2 ପଦ ମୁଁ ପଢି ଦଉଛି, 1ରୁ ପଢୁଛି। ଯଦ୍ୟପି ଦର୍ପ କରିବା ହିତକର ନୁହେଁ, ତଥାପି ମତେ ଦର୍ପ କରିବାକୁ ପଡୁଛି, ମୋ ପ୍ରଭୁଙ୍କ ଦର୍ଶନ ଅପ୍ରକାଶିତ ବିଷୟ କହିବି। ତାପରେ ହଠାତ୍ ନିଜ ନାଁଟାକୁ ସେ ଉଜ୍ଜ ରଖିଦେଇକି କହୁଛନ୍ତି, ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ। ଅର୍ଥାତ୍ ବାଇବଲ ସ୍କଲାର ମାନେ କହନ୍ତି ସେ ନିଜ ବିଷୟରେ ହିଁ କହୁଛନ୍ତି। ପରବର୍ତ୍ତୀ ସମୟରେ ଯୋଉ ରିଭିଜନ ସବୁ ଆସିଛି ଇଂଲିଶ ବାଇବଲରେ, ତାଙ୍କ ନାଁ ଅଛି, କିନ୍ତୁ ଏଟା ବହୁତ ଓଲ୍ଡ ତର୍ଜମା, ଓଡିଆ ତର୍ଜମା ସେଟା ନାହିଁ। ମୁଁ ଖ୍ରୀଷ୍ଟାଶ୍ରିତ ଜଣେ ଲୋକକୁ ଜାଣେ, ସେ 14 ବର୍ଷ ପୂର୍ବେ ତୃତୀୟ ସ୍ୱର୍ଗ ପର୍ଯ୍ୟନ୍ତ ନୀତ ହେଲା। ତୃତୀୟ ସ୍ୱର୍ଗ ବୋଲିକା ଗୋଟେ ଜାଗା ଅଛି। ସେଠୁକୁ ସେ କାହିଁକି ଗଲା? ସେ ଶରୀରରେ ଥିଲା କି ଶରୀର ବାହାରେ ଥିଲା ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି। ଏଇଟା କହିବାର ଉଦ୍ଦେଶ୍ୟ ହଉଛି ପାଉଲଙ୍କର, ସେ ଗୋଟେ ଟ୍ରାନ୍ସ ମୋଡରେ ଗଲେ ଉପରକୁ। ମୁଁ ଓଡିଆରେ ତାକୁ ବୁଝେଇ ଦଉଛି। ଟ୍ରାନ୍ସ କହିଲେ କଣ? ଏଇ ଟ୍ରାନ୍ସ ୱାର୍ଡଟା ପୁଣି ଲେଖା ହେଇଛି ପ୍ରେରିତରେ। ଯେତେବେଳେ ସିମୋନ ପିତର ସେ ସିମୋନ ଚର୍ମକାର ଗୃହରେ ଅଛନ୍ତି, ତାଙ୍କୁ ଭୋକ ଲାଗିଛି, ମଧ୍ୟାହ୍ନ ସମୟ ଆସିଛି, ତାଙ୍କୁ ଭୋକ ଲାଗିଛି, ଆଉ ସେ ଛାତ ଉପରକୁ ଯାଇକି ପ୍ରାର୍ଥନା କରିବା ପାଇଁ ଯାଇଛନ୍ତି। ସେଠି ଏ ୱାର୍ଡ ଇଂରାଜୀରେ ବ୍ୟବହାର ହେଇଛି, ଟ୍ରାନ୍ସରେ ଚାଲିଗଲେ। ଟ୍ରାନ୍ସ ବା ଗୋଟେ ଅବଚେତନ ଅବସ୍ଥାରେ ସେ ରହିଲେ, ମାନେ ହୋସରେ ନାହିଁ କି ବେହୋସରେ ନାହିଁ, କିନ୍ତୁ ଗୋଟେ ଅବଚେତନ ଅବସ୍ଥାରେ ସେ ରହିଲେ, ଯୋଉଥିରେ କି ସେ ଦର୍ଶନଟା ପାଇଲେ। ଆକାଶରେ ଗୋଟେ ଯାତ୍ରା ମନେ ପକାନ୍ତୁ। ଏଇଠି ମଧ୍ୟ ଯେତେବେଳେ ପାଉଲ କହୁଛନ୍ତି ସେ ଶରୀର ଥିଲା କି ଶରୀରରେ ବାହାର ଥିଲା ମୁଁ ଜାଣିନି, ଏବଂ ମୁଁ ଏହିପରି ଆଉଥରେ ପୁଣି ରିପିଟ କରୁଛନ୍ତି, ମୁଁ ଏହିପରି ଜଣେ ଲୋକକୁ ଜାଣେ, ସେ ପାର ଦେଶକୁ ନୀତ ହେଲା। ତାମାନେ ଗୋଟେ ବାହାରର ଫୋର୍ସ ପାଉଲଙ୍କୁ ପାର ଦେଶକୁ ନେଲା, ଯୋଉ ସମୟରେ କି ପାଉଲ ବୁଝି ପାରୁନାହାନ୍ତି ସେ ଚେତାରେ ଅଛନ୍ତି କି ଅଚେତାରେ ଅଛନ୍ତି। ସେଥିପାଇଁ ସେ ନିଜ ନାଁଟାକୁ ସେ ଉଚ୍ଚାରଣ କରୁନାହାନ୍ତି। ପରବର୍ତ୍ତୀ ସମୟରେ ତାଙ୍କ ନାଁ ଦିଆହେଇଛି, ମୁଁ ଜାଣେ ନାହିଁ, ଈଶ୍ୱର ଜାଣନ୍ତି। ଆଉ ଯାହା ମନୁଷ୍ୟ ପକ୍ଷରେ କହିବା ବିଧେୟ ନୁହେଁ, ଏପରି ଅକଥନୀୟ ବାକ୍ୟ ଶ୍ରବଣ କଲା। ତାପରେ ପରେ ଲେଖା ହଉଛି, ଏହିପରି ଜଣଙ୍କ ବିଷୟରେ ମୁଁ ଦର୍ପ କରିବି, କିନ୍ତୁ ମୋ ନିଜ ବିଷୟରେ ମୋର ଦୁର୍ବଳତା ବିନା ଆଉ କାହିଁରେ ଦର୍ପ କରିବି। ଏଇଠି ପ୍ରିୟ ମାନେ, ଏଠି ଆମେ ଦେଖୁଛୁ ଗୋଟେ ତୃତୀୟ ସ୍ୱର୍ଗ ଅଛି। ଏଇ ଯୋଉ ତୃତୀୟ ସ୍ୱର୍ଗରେ ପାରଦେଶ, ସେଠି ଈଶ୍ୱରଙ୍କର ଅବସ୍ଥିତି ଅଛି ବା ଉପସ୍ଥିତି ଅଛି। କିନ୍ତୁ ଗୋଟେ ୱାର୍ଡ ଆପଣ ଶୁଣିଥିବେ, ଆଉ ବିଶେଷ ସେଟା ବ୍ୟବହାର ହୁଏ ଗୀତ ସଂଗୀତରେ, ଯେ ସର୍ବପରିସ୍ତଙ୍କ ଛାୟା ତଳେ ବସତି ସ୍ଥାପନ କରି ସର୍ବ ଉପରିସ୍ଥ,
ତାମାନେ ଯୋଉଠୁ କେହି ଯାଇପାରିବେନି ସେଠି ଈଶ୍ୱର ଅଛନ୍ତି। ଏଇ ୱାର୍ଡଟାକୁ ଦେଖିବେ ଗୀତ ସଙ୍ଗୀତରେ ପ୍ରାୟ ବ୍ୟବହାର କରାଯାଇଛି। ସର୍ବପରିସ୍ଥ, ସବୁଠାରୁ ଉପର ଲେୟାରରେ ଈଶ୍ୱର ଅଛନ୍ତି। ବୋଧେ ପାଉଲ ସେତେ ପର୍ଯ୍ୟନ୍ତ ଯାଇନାହାନ୍ତି, କିନ୍ତୁ ସେ କହୁଛନ୍ତି ତୃତୀୟ ସ୍ୱର୍ଗ। ତାମାନେ ଯୋଉ ଦ୍ୱିତୀୟ ପ୍ରଥମ ଏଇଟା ହଉଛି ଶୈତାନ ଆଉ ତାପରେ ଚେଲା ମାନଙ୍କର ସବୁ କାର୍ଯ୍ୟ କରିବା ସ୍ଥଳ। ହଁ, ମୁଁ ସେଇ ଯୋଉ ଭଉଣୀଙ୍କ ବିଷୟରେ କହୁଥିଲି, ସେ ପ୍ରଭୁଙ୍କୁ ଗ୍ରହଣ କଲେ, କିନ୍ତୁ ଆଗରୁ ଶୈତାନର ସେ ଥିଲେ ଚେଲା। ସେ ତାଙ୍କର ଗୃହ ଭିତରେ ସମସ୍ତେ ଶୋଇଗଲା ପରେ ସବୁ କବାଟ ଫବାଟ ବନ୍ଦ କରିଦିଅନ୍ତି, ସେ ଟ୍ରାନ୍ସରେ ଚାଲି ଯାଆନ୍ତି। ପୁଣି ସେ ୱାର୍ଡଟା ବ୍ୟବହାର କରୁଛେ, ସେ ଅବଚେତନ ଅବସ୍ଥାକୁ ପଳେଇ ଆସନ୍ତି। ଶୈତାନ ତାଙ୍କୁ ସେ ଟ୍ରାନ୍ସ ଅବସ୍ଥାରେ ନେଇଯାଏ। କୋଉଠି ସେ କାହାକୁ ଆଟାକ୍ କରିବ ସେ ରାତିରେ, ତାଙ୍କର ଟେଷ୍ଟିମନି ଶୁଣିବେ ଆଶ୍ଚର୍ଯ୍ୟ ହେଇଯିବେ। କୋଉଠି କାହାକୁ ଆଟାକ୍ କରିବ, କଣ କରିବ, ସେ ଶୈତାନର ଚେଲା ମାନଙ୍କ ସାଙ୍ଗରେ ସେ ଯାଆନ୍ତି। ଏମିତି ଯାଉ ଯାଉ ଶୈତାନ ସେଦିନ ପ୍ରୋଗ୍ରାମ ହେଇଛି ଗୋଟେ ପ୍ରଭୁଙ୍କ ଲୋକକୁ ଆଟାକ୍ କରିବା ପାଇଁ। ଆଉ ଏଇ ଭଉଣୀ ସେଦିନ ତ ଶୈତାନ ଦଳରେ ଥିଲେ, ସେ ଟ୍ରାନ୍ସରେ, ସେ ଅବଚେତନ ଆତ୍ମାରେ ସେ ଶୈତାନର ଚେଲା ମାନଙ୍କ ସାଙ୍ଗରେ ଯାଉଛନ୍ତି ଆଟାକ୍ କରିବା ପାଇଁକା। ଆଉ ସେ ଦେଖୁଛନ୍ତି, ନିଜ ସ୍ୱଚକ୍ଷୁରେ ଦେଖୁଛନ୍ତି ଯେ ବହୁତ ଲମ୍ବା ଲମ୍ବା 18 ଫୁଟିଆ 11 ଫୁଟିଆ, ମୁଁ ଜାଣିନି କେତେ ଉଚ୍ଚ, କିନ୍ତୁ ସେ କହୁଛନ୍ତି ବହୁତ ଲମ୍ବା ଲମ୍ବା। ସେମାନେ ଖଡ୍ଗ ଧରିକି ସେ ଗୃହର ସେ ଯୋଉ ପ୍ରଭୁଙ୍କର ଲୋକ କଥା କହୁଛନ୍ତି, ତାଙ୍କ ଗୃହ ଚତୁଃପାର୍ଶ୍ୱରେ ଛିଡା ହେଇଛନ୍ତି। ତାପରେ ଫେରି ଆସିଛନ୍ତି। ଫେରି ଆସିକିରି ଶୈତାନକୁ ପଚାରିଲେ ସେଇଟା କଣ? ଡୋଣ୍ଟ ଆସ୍କ ଦିସ୍ କ୍ୱେଶ୍ଚନ ଏନି ମୋର। ଶୈତାନ ତାଙ୍କୁ ରିପ୍ଲାଏ ଦଉଛି, ଡୋଣ୍ଟ ଆସ୍କ। ତ ଇଂରାଜୀ ଲୋକ, ସେ ଇଂରାଜୀରେ କହୁଛନ୍ତି ଡୋଣ୍ଟ ଆସ୍କ ଦିସ୍ କ୍ୱେଶ୍ଚନ ଏନି ମୋର, ଡୋଣ୍ଟ ଟେଲ୍ ଇଟ୍ ଟୁ ଏନିବଡି। ଏଇ ପ୍ରଶ୍ନ ମତେ ଆଉ ପଚାରିବୁନି, ଏଇ କଥା ଆଉ କାହାକୁ କହିବୁନି। ଶୈତାନ ଚାହେଁନି କେବଳ ସେ ଡିଫିଟ୍, ସେ ଚାହେଁ ଯେ ମନ୍ଦ ଶକ୍ତିରେ ସେ ଆଟାକ୍ କରିବ। ଆଉ ତାର କାମ କଣ? ଚୋରି, ବଧ, ବିନାଶ। ଚୋରି, ବଧ, ବିନାଶ। ଯୋଉଠି ଦେଖିବେ ତା ପଛଆଡେ ଈଶ୍ୱରଙ୍କର ଶକ୍ତି, ବିରୁଦ୍ଧରେ ସେ ସଂଗ୍ରାମ କରିକିରି ସେ କାର୍ଯ୍ୟ କରିଛି। ବର୍ତ୍ତମାନ ଆମେ ଦେଖିବା, ଏଇଟା ଶୈତାନ ବିଷୟରେ ଗୋଟେ ଛୋଟମୋଟିଆ ଗୋଟେ ଚର୍ଚ୍ଚା ଆମେ କଲୁ। ବର୍ତ୍ତମାନ ଆମେ କେମିତି ନିଜକୁ ପ୍ରୋଟେକ୍ଟ କରିବା ତା ବିଷୟରେ ଚିନ୍ତା କରିବା। ପ୍ରଥମେ ଆସନ୍ତୁ ଦେଖିବା ଏଫିସି ତାର 6 ପର୍ବ 12 ପଦ। କାରଣ ଆମମାନଙ୍କର ଯୁଦ୍ଧ ମର୍ତ୍ତ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତି ମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଣ୍ଡଳର ଦୁଷ୍ଟାତ୍ମା ମାନଙ୍କ ବିରୁଦ୍ଧରେ। ଏଠି କେତେ ପତି ଅଛନ୍ତି ଖାଲି ଦେଖନ୍ତୁ, ତାଙ୍କର କେତେ ଗ୍ରୁପ ଆଣ୍ଡ ସବଗ୍ରୁପ, ତାଙ୍କ ଭିତରେ କିଏ ଅଧିପତି ଅଛି, କିଏ ଅଛି ବୋଲହା କରିବା ପାଇଁ, ସବୁ ଭିନ୍ନ ଭିନ୍ନ ସ୍ତରରେ ଅଛନ୍ତି। ପାଉଲଙ୍କ ପ୍ରତି ଯେତେବେଳେ ଈଶ୍ୱର ଆକୁ ସେ କହୁଛନ୍ତି ମତେ ପ୍ରଭୁ ସବୁ ପ୍ରକାଶ କରନ୍ତି ବା ରିଭିଲ୍ କରନ୍ତି, କାରଣ ସେ ଯୀଶୁଙ୍କର ଶିଷ୍ୟ ନଥିଲେ ବା ଯୀଶୁଙ୍କ ମୁହଁରୁ ସେ ଶୁଣି ନାହାନ୍ତି। ତେଣୁ ସବୁ କଥା ପ୍ରଭୁ ତାଙ୍କୁ ଯୋଉ ପ୍ରକାଶ କରନ୍ତି ସେଟାକୁ ସେ ଲେଖନ୍ତି। ଏଇ ଯୋଉଟା ଗୋଟେ ଯୋଉ ଅଦୃଶ୍ୟ ଜଗତ ବିଷୟରେ ମୁଁ ଆରମ୍ଭ କରିଥିଲି, ସେ ଅଦୃଶ୍ୟ ଜଗତରେ କିଭଳି ଭାବରେ ଶୈତାନର ଶକ୍ତି କାର୍ଯ୍ୟ କରେ ତାର ଗୋଟେ ଜ୍ୱଳନ୍ତ ଉଦାହରଣ। ଏବଂ ସେ ଉଦାହରଣ ଆମେ ଦେଖିଲୁ ଦାନିଏଲରେ ମଧ୍ୟ। ସେ ଦୂତ ମାନଙ୍କ ସାଙ୍ଗରେ ମଧ୍ୟ ସେମାନେ ଭିଡ଼ି ଯାଆନ୍ତି ଯୁଦ୍ଧ କରିବା ପାଇଁ। ତାମାନେ ଏଇ ଯୋଉ ପୃଥିବୀରେ ଆମେ ବାସ କରୁଛୁ, ଏଇଟା ଗୋଟେ ବ୍ୟାଟଲ ଫିଲ୍ଡ, ଏଇଟା ଗୋଟେ ଯୁଦ୍ଧ କ୍ଷେତ୍ର। ଏଇ ଯୁଦ୍ଧ କ୍ଷେତ୍ରରେ ବର୍ତ୍ତମାନ ସେ କଣ କରୁଛି? ଦିବା ରାତ୍ର ସେ ଯୁଦ୍ଧରେ ପ୍ରବୃତ। ଆମେ ପ୍ରକାଶିତରେ ପଢିଲୁ, ସେ ଦିବା ରାତ୍ର ଆମମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁଛେ
କାଳେ ଅଭିଯୋଗ କରୁ କରୁ ଆଇବ ପରୀକ୍ଷା ଯଦି ପ୍ରଭୁ ଅନୁମତି ଦେଇଦେବେ ସେ ଆରମ୍ଭ କରିଦେବ ସମସ୍ତ ଧ୍ୱଂସ ଲୀଳା। କିନ୍ତୁ ମାନିବାକୁ ପଡିବ ଯେ ଯେତେବେଳେ ଆମେ ପ୍ରାର୍ଥନା କରୁ, ଯେତେବେଳେ ଆମେ ପ୍ରାର୍ଥନାରେ ସମୟ କଟୁ, ଗୋଟେ ଅଲୌକିକ ବିଷୟ ସେ ଅଦୃଶ୍ୟ ରାଜ୍ୟରେ ସଂଗଠିତ ହୁଏ, ଯାହାକୁ ଆମେ ପାଇପାରିବା ସେଇ ଏଫେସୀ 6 ପର୍ବର 18ରେ। ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଏକାନ୍ତ ଉଦ୍ୟମ ଓ ନିବେଦନ କରିବାରେ ଜାଗି ରହି ପ୍ରାର୍ଥନା କର। 21 ଦିନ ଧରି ଦାନିଏଲ ପ୍ରାର୍ଥନା କରିଥିଲେ, କୋଉଠି ଯାଇନଥିଲେ AK-47 ଚଲେଇବା ପାଇଁକା କି ଗ୍ରେନେଡ ଫୋପାଡ଼ିବା ପାଇଁ ଟ୍ରେନିଂ ପାଇଁକା, ଖାଲି ସେ ପ୍ରାର୍ଥନା କରିଥିଲେ। ଆଉ ଯେତେବେଳେ ଦେଖନ୍ତୁ, ଯେତେବେଳେ ଆମେ ପ୍ରାର୍ଥନା କରୁ ଆମର ସ୍ତର ବର୍ତ୍ତମାନ ଏଇ ପୃଥିବୀରେ, ମୁଁ ଗୋଟେ ଚେୟାରରେ ବସିଛି, ଏଇ ଜାଗତିକ ସ୍ତରରୁ ଆମେ ଗୋଟେ ଉପର ସ୍ତରକୁ ଚାଲିଯାଉ ଯୋଉଠି ହଉଛି ପ୍ରକୃତରେ ବ୍ୟାଟଲ ଫିଲ୍ଡ, ଯୋଉଠିକି ଏଫେସୀ 6ର ଆମେ ପଢିଲୁ। ବା ଜଗତର ଅଧିପତି ଆକାଶ ପାପାତ୍ମା ସେଇ ଜାଗାକୁ ଆମର ବ୍ୟାଟଲ ଫିଲ୍ଡକୁ ଆମେ ପଳେଇ ଯାଉ। ଅର୍ଥାତ୍ ପ୍ରଭୁଙ୍କର ଜଣେ ଦାସ ସେ ଏଭଳି କହନ୍ତି, ଆମମାନଙ୍କର ପ୍ରାର୍ଥନାଟା ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ ପରି କାମ ଦିଏ। ବହୁତ ରକମର ମିସାଇଲ ଅଛି, ବାଲାଷ୍ଟିକ ମିସାଇଲ ଅଛି, କ୍ରୁଇଜ ମିସାଇଲ ଅଛି, ଆଉ ଗୋଟେ ଅଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ, ଯୋଉଟାକ ହଜାର ହଜାର କିଲୋମିଟର ଯାଇକି ସେ ଲକ୍ଷ୍ୟ ତାର ଭେଦ କରିବ। ଆଉ ତାର ବିଶେଷତ୍ୱ ହଉଛି ସେମାନେ ମହାକାଶକୁ ପ୍ରଥମେ ପଳେଇବେ, ମହାକାଶରୁ ତାପରେ ଯୋଉ ଲକ୍ଷ୍ୟ ତାଙ୍କର ଦିଆହେଇଛି ଟାର୍ଗେଟ, ତାକୁ ହିଟ୍ କରିବେ। ଆମର ପ୍ରାର୍ଥନାଟା ସେଇଭଳି ଭାବରେ ହିଟ୍ କରେ। ଆମେ ଯୋଉ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁ, ଆମମାନଙ୍କର ସ୍ତରଟା ଆଉ ଗୋଟେ ଲେବୁଲରେ ଆସିକି ପହଞ୍ଚିଯାଏ, ଯୋଉଠି ଆମେ ତାକୁ ହିଟ୍ କରୁ। ସେ କିଛି କରିପାରେନି। ମୁଁ ଆଗରୁ ଗୋଟେ ଉଦାହରଣ ଦେଇଥିଲି, ସେଟାକୁ ଆଉ ଥରେ ରିପିଟ କରୁଛି। ଗୋଟେ ହିନ୍ଦୁ ପିଲାଟିଏ ଗାଁରୁ ଆସିକିରି ଭୁବନେଶ୍ୱରରେ ପାଠ ପଢିବାକୁ ଲାଗିଲା। ରହିବା ପାଇଁ ଜାଗା ନାହିଁ, କୋଉଠି ରହିବ? ତାର କାକା ଗୋଟେ କାଳୀ ପୂଜକ, ସେ ମନ୍ଦିରରେ ସେ ଶୁଅନ୍ତି, ପୂଜା କରନ୍ତି, ଯାହା ଭୋଗରାଗ ମିଳେ ତ ଖାଆନ୍ତି, ପଇସା ଏଟା କିଣିକି ସେ ଅନ୍ନ କରିକି ଖାଆନ୍ତି। କାକା ତା ନିଜର କାକା, ସେ କହିଲେ ଏଇଠି ମୋ ପାଖରେ ରହିଯାଏ। ସେଇ ମାନେ ସେ ଭାତ ଡାଲମା ଫାଲମା ଖାଇକିରି ସେ ଯାଇକି କଲେଜରେ ପଢେ। କଲେଜରେ କିଛି ଖ୍ରୀଷ୍ଟାନ ଯୁବକ ମାନଙ୍କ ସାଙ୍ଗରେ ସେ ସମ୍ପର୍କରେ ଆସିଯାଇଛି, ସେମାନଙ୍କଠୁ ଶୁଣିଛି, ଆଉ ବାଇବଲର କିଛି ଅଂଶ ମଧ୍ୟ ପାଇଛି ପଢିବା ପାଇଁ। ସେଠି ପଢୁ ପଢୁ ଦେଖିଲା, ତୁମେ ଜଗତରେ ଯାହା ଏଠି ବାନ୍ଧିବ ସେଠି ଉପରେ ବନ୍ଧା ହେଇଯିବ, ଯାହା ଏଠି ଖୋଲିବ ସେଠି ଖୋଲା ହବ। ତାକୁ ଭାରି ଲାଗିଛି, ଗୋଟେ ମଜା ଲାଗିଛି। ଆରେ ଏଟା ଗୋଟେ ପରୀକ୍ଷା କରିବା ନା, ଆଉ ଏଟା ଗୋଟେ ବାଇବଲରେ ଲେଖା ହେଇଛି, ମୋର ସାଙ୍ଗମାନେ ଆକୁ ମତେ ଦେଇଛନ୍ତି, ଟିକେ ପରୀକ୍ଷା କରିବି। ଆସିଲା, ତାର ଦାଦା ସେତେବେଳକୁ ନଥିଲା, କଣ ଗୋଟେ ଯାଇଥିଲା। ସେ କହିଲା, ଏଇ ଯୋଉ ବାକ୍ୟ ଉପରେ ହାତ ଦେଇକି କହିଲା, ଏଇ ଯୋଉ ଜାଗାରେ ଯୋଉ ଶୈତାନିକ ଶକ୍ତି ଅଛି ମୁଁ ବାନ୍ଧି ଦଉଛି। ସେତିକି, ଆଉ ବେଶୀ କିଛି ନାହିଁ। ତାପରେ ଦାଦା ଆସିଲା, ଭାତ ରାନ୍ଧିଲେ, ଖାଇଲେ, ଶୋଇଲେ, ସବୁ କିଛି କଲେ। 3 ଦିନ ପରେ ସେ ଦାଦା ପଚାରୁଛି ପୁତୁରାକୁ, ଆରେ ତୁ କୋଉ ଶକ୍ତିକୁ ଦଖଲ କରିଛୁ? ତୋର ମାନେ ତାର କଣ ତା କହନ୍ତି, ଜବତ କରିଛୁ, ତାଙ୍କ ୱାର୍ଡ ହଉଛି ଜବତ କରିଛୁ। କହିଲା କିଛି ନାହିଁ, ମିଛଟା କହିବୁନି, ମୁଁ ସବୁ ଜାଣି ସାରିଲିଣି। ମତେ କାଳୀ ମତେ ଆଜି ରାତିରେ କହିଛି, ସେ ଆସିପାରୁନି, ତାକୁ ବାନ୍ଧି ଦେଇଛୁ। ମତେ ହସ ବି ଲାଗୁଛି, ତାକୁ ତୁ ବାନ୍ଧି ଦେଇଛୁ, ସେ ଆସିପାରୁନି। ସେ ପିଲାଟି ଏପର୍ଯ୍ୟନ୍ତ ଅଛି, ଆମର ପ୍ରିୟ ପାଷ୍ଟର ଆଇଟି ସୁନାଙ୍କର ସାଲାମରେ କାମ କରୁଛି, ତା ନା ପ୍ରିୟ ରଞ୍ଜନ ପଟ୍ଟନାୟକ। ସେ ତାର ସାକ୍ଷ୍ୟ ଦିଏ, ଆମେ ସମସ୍ତେ ହସି। କେତେ ଶକ୍ତିଯୁକ୍ତ ବାକ୍ୟ!
ଏତେ କିଛି ସେ ପ୍ରଭୁଙ୍କୁ ଜାଣିନି, କିଛି କରିନି, ବାଇବଲରେ ପଢିଲା, ତାପରେ ସେଟାକୁ ସେ ପ୍ରୟୋଗ କଲା, ସକ୍ସେସଫୁଲ। ଆମର ଏଇ ଯୋଉ ବାକ୍ୟ, ଯୋଉ ପ୍ରାର୍ଥନା ବିଷୟରେ ଏଠି ଏଫିସି 6:18 ଅଛି, ସେଥିପାଇଁ ଜଣେ ପ୍ରଭୁଙ୍କ ଦାସ କହିଲେ ଏଇଟା ହଉଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ ମିଜାଇଲ। ଯାହା କିଛି ଏଠୁ ଆମେ ଉପରକୁ ପଠେଇବା ସେଠି ହଲଚଲ ସୃଷ୍ଟି ହେଇଯିବ। ହଲଚଲ ସୃଷ୍ଟି ମାନେ ସ୍ୱର୍ଗରୁ ଉତ୍ତର ପଳେଇ ଆସିବ। ଆୱାର ପ୍ରେୟର ଇଜ ସୋ ପାୱାରଫୁଲ, ଆମର ପ୍ରାର୍ଥନା ଏତେ ଶକ୍ତିଶାଳୀ, ଇଟ୍ ବ୍ରିଙ୍ଗସ୍ ଆନ୍ସର। ଡାନିଏଲ ପୁସ୍ତକରେ ଆମେ ଟିକେ ଟିକେ ଚୁମ୍ବକରେ ଆମେ ଦେଖିଲୁ, ଡିଟେଲ ଯାଇନୁ। ପ୍ରିୟ ଭାଇ ଭଉଣୀ ମାନେ, ଅନେକ କିଛି ତ କହିବାର ଥିଲା, ଆଜି ବହୁତ ପ୍ରିପେୟାର କରିଥିଲି, କିନ୍ତୁ ଆମମାନଙ୍କର ସମୟକୁ ମୁଁ ସବୁବେଳେ ସମ୍ମାନ ଦିଏ। ଆଗକୁ ଆଉ ବଢିବିନି। ପ୍ରଭୁ କଲେ ଆର ଯୋଉ ସେକେଣ୍ଡ ପାର୍ଟଟା ଶୁକ୍ରବାର ଦିନ ଯୋଉ ଫାଷ୍ଟିଂ ପ୍ରେୟାର ହବ, ମୁଁ ସେଥିରେ କହିବି। ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମମାନଙ୍କର ଯୁଦ୍ଧ ହଉଛି ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, ଜଗତର ଅଧିପତି ମାନଙ୍କ, ଆକାଶର ଯୋଉ ଅନ୍ଧକାରର ଯୋଉ କର୍ତ୍ତାପଣ ଅଛି ତାଙ୍କ ବିରୁଦ୍ଧରେ। କିନ୍ତୁ ଲାଷ୍ଟକୁ ଯୋଉଟା ହଉଛି ସେଭେନ୍ଥ, ତାକୁ କୁହାଯାଉଛି ସେଭେନ୍ଥ ୱିପନ, ଅସ୍ତ୍ର। 6ଟା ହଉଛି ଖଡଗ, ଆଉ ଯେତେ ସବୁ ରହିଲା ସେ ସବୁ ପ୍ରୋଟେକ୍ଟିଭ, ନିଜକୁ ଡିଫେନ୍ସ କରିବା ପାଇଁ, ନିଜକୁ ରକ୍ଷା କରିବା ପାଇଁ ସେ ସବୁ ଅସ୍ତ୍ର ଶସ୍ତ୍ର। ଯେ ଅମୁକ ବାନ୍ଧ, ଶିରସ୍ତ୍ରାଣ ବାନ୍ଧ, ସେ ଅମୁକ ତମୁକ ସବୁ ଗୁଡାକ ପ୍ରୋଟେକ୍ଟିଭ। କିନ୍ତୁ ଯେତେବେଳେ ଆମେ ଆସୁଛୁ 17 ପଦକୁ, ଏଫିସି 6:17, ସେଠି ଲେଖା ହଉଛି ଡିଫେନ୍ସ ମାନେ କରିବା ପାଇଁକା, ମାନେ ଅଫେନ୍ସିଭ। ଗୋଟେ ଖଡଗ ଆମମାନଙ୍କୁ ଦରକାର। ଆଉ ଯେତେବେଳେ ଆମେ ଆସୁଛୁ 18କୁ, ସେତେବେଳେ ଏଠି ପୁରା ମିଜାଇଲ ସିଷ୍ଟମ। ଏଠି ଖଡଗ ନାହିଁ, AK-47 ନାହିଁ, କିଛି ନାହିଁ, ପୁରା ମିଜାଇଲ ଉଠିବ ଉପରକୁ, ଟାର୍ଗେଟକୁ ହିଟ୍ କରିବ। ପ୍ରଭୁ ଆଜି ଆମମାନଙ୍କୁ ସେଇ ଜ୍ଞାନ ଦେଇଛନ୍ତି, ସେ ବୁଦ୍ଧି ଦେଇଛନ୍ତି, କେମିତି ଆମେ ଶତ୍ରୁ ଶୈତାନର ସମସ୍ତ ଚାତୁରୀକୁ ବୁଝିପାରିବା, ପ୍ରାର୍ଥନା ଦ୍ୱାରା ତାର ସମସ୍ତ ଚାତୁରୀକୁ ବାନ୍ଧି ପାରିବା। ଆଗରୁ ବି କହିଥିଲି, ଏବେ ବି କହୁଛି, ଆମେ ଯୋଉ ଆପାର୍ଟମେଣ୍ଟକୁ ଆସିଲୁ, ସେଠି ଆମର ଠିକ ଘର ଆଗରେ ଗୋଟେ ପରିବାର, ବହୁତ କଜିଆ ହୁଏ। ଶୈତାନର ଶକ୍ତିକୁ ଆମେ ପୁରା ଦେଖିପାରୁ। ସ୍ୱାମୀ ସ୍ତ୍ରୀ ଭିତରେ ଏତେ କଜିଆ, ପୋଲିସ ବି ଆସେ। ସେଠି ଆମେ ପ୍ରାର୍ଥନା କଲୁ, ପ୍ରତିଦିନ ଆମେ ସେ ଶୈତାନ ଶକ୍ତିକୁ ବାନ୍ଧିଲୁ। ଆପଣ ଏବେ ବି ଆସନ୍ତୁ ଆମ ଘରକୁ, ଦେଖିବେ ସେ ଘରୁ ଗୋଟେ କଥା ବି, ଶବ୍ଦ ବି ବାହାରୁନି। ତାଙ୍କର ପୁଅ ସେ ଡିସେବଲ୍ଡ ବା ଅଟିଷ୍ଟିକ ଯୋଉଟା କହନ୍ତି, ସେ କଥା କହିପାରେ, ଚିଲେଇବ ଚିଲେଇବ ଚିଲେଇବ, ପାଟି କରିକି ଚିତ୍କାର କରିବ, ତା ପାଟିରୁ ଆଉ ଗୋଟେ କଥା ବି ବାହାରୁନି। ଆମେ କିଛି ତାଙ୍କ ଘରୁ ଯାଇ ତାଙ୍କୁ କିଛି ପାଟିପୁଟା କରୁନୁ, ସ୍ୱାମୀ ସ୍ତ୍ରୀ ବସିକି ଶୈତାନର ଶକ୍ତିକୁ ବାନ୍ଧୁ। କି କାର୍ଯ୍ୟ ପ୍ରଭୁ ଦେଖିଲେ। ଆମେ ଯୁଆଡେ ଯାଉ ସେ ଘରେ ପଶିବା ପୂର୍ବରୁ, ମୋର ଡେଲି କାମ ହଉଛି, ମୁଁ କୋଉଠୁ ବି ଗଲେ ସେଇ ଜାଗାର ସମସ୍ତ ପ୍ରକାର ଶୈତାନିକ ଶକ୍ତିକୁ ବାନ୍ଧି ଦିଏ। ସକାଳ ଆମେ ପ୍ରତ୍ୟେକ ଆଜି ଆଜି ଗୋଟେ ଗୋଟେ ଶକ୍ତିଶାଳୀ ପ୍ରଭୁଙ୍କର ନିମନ୍ତେ ବ୍ୟବହାର କରିବା, ପ୍ରାର୍ଥନାକୁ ବ୍ୟବହାର କରିବା, ଈଶ୍ୱର ଯୋଉ ଶକ୍ତି ଦେଇଛନ୍ତି ତାକୁ ବ୍ୟବହାର କରିବା। ଆଜି ଏତିକି, ପୁଣି ଦେଖା ହବ ଆଗାମୀ ସୋମବାର ଦିନ। ନମସ୍କାର, ଧନ୍ୟବାଦ। Praise the Lord.